शुभ सकाळ जय जगन्नाथ। आज होଉଛି एप्रिल मास 18 तारिख शुक्रवार। ମୁଁ ଆପଣମାନଙ୍କ ପାଇଁ କେତୋଟି ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ନେଇ ଆସିଛି। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିବା ପାଇଁ ମୋର ଅନୁରୋଧ। ଭିଡ଼ିଓଟିକୁ ଲାଇକ୍ ଓ ସବସ୍କ୍ରାଇବ୍ କରନ୍ତୁ, ଯାହାଦ୍ୱାରା ଆପଣମାନେ ସର୍ବପ୍ରଥମେ ଆମର ଖବର ପାଇପାରିବେ। ତେବେ ଚାଲନ୍ତୁ ଆଜିର ଖବର ଉପରେ ନଜର ପକାଇବା। ଏବେ ରାଜ୍ୟରେ ଜାରି ରହିଛି କାଳବୈଶାଖୀ ପ୍ରଭାବ। ଆଉ କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ହେଉଛି। ହେଲେ ବର୍ଷା ଦିନ ଆରମ୍ଭ ନ ହେଉଣୁ ଖରାଦିନେ ମଧ୍ୟ କଟକ ସହର ଚିନ୍ତା ବଢ଼ାଇଛି। ଅସରାଏ ବର୍ଷାରେ ଉବୁଟୁବୁ ହେଉଛି କଟକ ସହର। ବର୍ଷା ଦିନେ ରାସ୍ତାରେ ପାଣି ଜମିବା ସ୍ୱାଭାବିକ କଥା, ହେଲେ ଖରାଦିନରେ ଅସରାଏ ବର୍ଷାରେ କଟକ ସହର ରାସ୍ତା ଉପରେ ଛିଡ଼ା ହେଉଛି ଆଣ୍ଠୁଏ ଉଚ୍ଚର ପାଣି। କେଉଁଠି କାର ଇଞ୍ଜିନରେ ପାଣି ଲାଗିଲାଣି ତ ଆଉ କେଉଁଠି ଛୁଆକୁ କାନ୍ଧରେ ବସାଇ ବାପା ନେଲେଣି। ହଁ, ଆଜି କାଳବୈଶାଖୀ ବର୍ଷା ପ୍ରାୟ 2 ଘଣ୍ଟା ଧରି କଟକରେ ଲାଗି ରହିଥିଲା। ଫଳରେ ରାସ୍ତା ଉପରେ ଲହଡ଼ି ଭାଙ୍ଗିଥିବା ବର୍ଷା। ପରବର୍ତ୍ତୀ ଖବର। ଓଡ଼ିଶାକୁ 4,000 କୋଟି ଟଙ୍କା ପ୍ରକଳ୍ପ ଭେଟି ଦିନିକିଆ ଓଡ଼ିଶା ଗସ୍ତରେ ଆସି କେନ୍ଦ୍ରମନ୍ତ୍ରୀ ନୀତିଶ ଗଡ଼କରୀ ଭୁବନେଶ୍ୱର ବରମୁଣ୍ଡା ପଡ଼ିଆରେ 19ଟି ପ୍ରକଳ୍ପର ଉଦ୍ଘାଟନ ଏବଂ ଶିଳାନ୍ୟାସ କରିଛନ୍ତି। 13ଟି ଜାତୀୟ ରାଜପଥ ପାଇଁ 2905 କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏହି ସମୟରେ ଗଡ଼କରୀ କହିଛନ୍ତି, ଓଡ଼ିଶା ହାଇୱେ ଆମେରିକା ପରି ହେବ। ବର୍ତ୍ତମାନ ଓଡ଼ିଶାରେ 2 ଲକ୍ଷ କୋଟିର ପ୍ରକଳ୍ପ କାମ ଜାରି ରହିଛି। ରାଞ୍ଚି ସମ୍ବଲପୁର ଦ୍ୱିତୀୟ କରିଡର 8,000 କୋଟି ବ୍ୟୟରେ ହେବ। ଚଣ୍ଡିଖୋଲ ପାରାଦୀପ କରିଡର 2026 ଡିସେମ୍ବର ସୁଦ୍ଧା ଶେଷ ହେବା ନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ। ପରବର୍ତ୍ତୀ ଖବର। ଏବେ ଦେଶର ଅଧିକାଂଶ ରାଜ୍ୟରେ ବନ୍ଦେ ଭାରତ ଟ୍ରେନ୍ ଚାଲୁଛି। ଏହି ବନ୍ଦେ ଭାରତ ଟ୍ରେନ୍‌ଗୁଡ଼ିକ ଯାତ୍ରୀମାନେ ବହୁତ ପସନ୍ଦ କରୁଛନ୍ତି। ଏହି ସମୟରେ ମଧ୍ୟପ୍ରଦେଶର ରାଜଧାନୀ ଏବଂ ୟୁପି ମଧ୍ୟରେ ଖୁବ୍ ଶୀଘ୍ର ସହିତ ବନ୍ଦେ ଭାରତ ଆରମ୍ଭ ହେବାକୁ ଯାଉଛି। ଜମ୍ମୁର କଟରା ଓ ଶ୍ରୀନଗର ମଧ୍ୟରେ ଚାଲିବାକୁ ଥିବା ବନ୍ଦେ ଭାରତ ଟ୍ରେନ୍ ଏପ୍ରିଲ 19ରେ ଶୁଭାରମ୍ଭ କରିଥିଲା। କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗସ୍ତ ସ୍ଥଗିତ ଥିବାରୁ ଏଥିପାଇଁ ଆଉ କିଛି ଦିନ ସମୟ ଲାଗିପାରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ମାସ 19ରେ ବିଶ୍ୱର ସର୍ବୋଚ୍ଚ ଚେନାବ ରେଳ ସେତୁ ଏବଂ ଅଞ୍ଜିତ ଖାତ ରେଳ ସେତୁ ଉଦ୍ଘାଟନ କରିବା ସହିତ ଏବଂ ଶ୍ରୀ ମାତା ବୈଷ୍ଣୋ ଦେବୀ କଟରାରୁ ଶ୍ରୀନଗର ପର୍ଯ୍ୟନ୍ତ ବନ୍ଦେ ଭାରତ ଏକ୍ସପ୍ରେସ୍ ସ୍ୱତନ୍ତ୍ର କାଶ୍ମୀରୀ ସଂସ୍କରଣକୁ ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ଥିଲା। ଏଥିପାଇଁ ପ୍ରଧାନମନ୍ତ୍ରୀ ଚେନାବ ରେଳ ସେତୁ ଏବଂ ତାପରେ ଅଞ୍ଜିଖାତ ସେତୁ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ଥିଲା ଏବଂ ଏଥିପାଇଁ 2ଟି ହେଲିପ୍ୟାଡ୍ ନିର୍ମାଣ କରାଯାଇଥିଲା। ପରବର୍ତ୍ତୀ ଖବର। ଆଗକୁ ଆସୁଛି ଅକ୍ଷୟ ତୃତୀୟା। ଏହି ପର୍ବରେ ସମସ୍ତେ ଘର ପାଇଁ କିଛି ନା କିଛି ସୁନା କିଣିଥାନ୍ତି, କିନ୍ତୁ ସୁନା ଦରରେ ବର୍ତ୍ତମାନ କରେଣ୍ଟ ଲାଗିଛି। ସୁନା ଦର ଗତକାଲି 10 ଗ୍ରାମ ପିଛା 96,170 ଟଙ୍କା ଥିଲା। ଏହା ଆଜି ବଢ଼ି 97,110 ଟଙ୍କା ହୋଇଯାଇଛି। ଆଜି ରାଜଧାନୀ ଭୁବନେଶ୍ୱରରେ ସୁନା ଦର 24 କ୍ୟାରେଟ୍ ମୂଲ୍ୟ 10 ଗ୍ରାମ ପିଛା 97,310 ଟଙ୍କା ରହିଛି। ଏହି ସୁନା ଦର ଆଜି 1,440 ଟଙ୍କା ବଢ଼ିଯାଇଛି। ଏହି 24 କ୍ୟାରେଟ୍ ସୁନା ଦର ଗତକାଲି 10 ଗ୍ରାମ ପିଛା 96,170 ଟଙ୍କା ଥିଲା। ସେହିପରି ଆଜି 22 କ୍ୟାରେଟ୍ ସୁନା ଦରରେ 1,500 ଟଙ୍କା ବଢ଼ି 10 ଗ୍ରାମ ପିଛା 89,200 ଟଙ୍କାରେ ପହଞ୍ଚିଛି। ଗତକାଲି ଏହି ଦର 88,150 ଟଙ୍କା ଥିଲା। 18 ଗ୍ରାମ ସୁନା ଦରରେ ଆଜି 10 ଗ୍ରାମ ପିଛା 850 ଟଙ୍କା ବଢ଼ି 72,980 ଟଙ୍କାରେ ପହଞ୍ଚିଛି। ଆସନ୍ତୁ ପରବର୍ତ୍ତୀ ଖବର ଉପରେ ନଜର ପକାଇବା। 18 ଏପ୍ରିଲ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ଅପରାହ୍ନ ବଜ୍ରପାତ ସହିତ ବର୍ଷା ହେବା ସହିତ 50ରୁ 60 କିମି ଘଣ୍ଟା ବେଗରେ ପବନ ବହିବ। ଗଜପତି ଓ ଗଞ୍ଜାମରେ 40ରୁ 50 କିମି ଘଣ୍ଟା ବେଗରେ ପବନ ବହିବ। ମାଲକାନଗିରି, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ, ବୌଦ୍ଧ, ସୁନ୍ଦରଗଡ଼ରେ 30ରୁ 40 କିମି ଘଣ୍ଟା ପ୍ରତି ବେଗରେ ପବନ ବହିବାର ସମ୍ଭାବନା ଅଛି। ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ ଘଡ଼ଘଡ଼ି ସହିତ ବର୍ଷା ହେବା ସହିତ 40ରୁ 50 କିମି ଘଣ୍ଟା ବେଗରେ ପବନ ବହିବ। ଯାଜପୁର, କେନ୍ଦ୍ରାପଡ଼ା, କଟକ, ଗଜପତି, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରି, କୋରାପୁଟ 30ରୁ 40 କିମି ଘଣ୍ଟା ପ୍ରତି ବେଗରେ ପବନ ବହିବ। 21 ଏପ୍ରିଲ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଗଜପତି, ରାୟଗଡ଼ା, ମାଲକାନଗିରି, କୋରାପୁଟ ଘଡ଼ଘଡ଼ି ସହିତ ବର୍ଷା ହେବା ସହିତ 40ରୁ 50 କିମି ଘଣ୍ଟା ପ୍ରତି ବେଗରେ ପବନ ବହିବ।
ଆସନ୍ତୁ ପରବର୍ତ୍ତୀ ଖବର ଉପରେ ନଜର ପକାଇବା। ବିଷାକ୍ତ ଖାଦ୍ୟ ଖାଇ ଝାଡ଼ା ବାନ୍ତି ଆକ୍ରାନ୍ତ ଗ୍ରାମବାସୀ। 50ରୁ ଅଧିକ ଗ୍ରାମବାସୀ ଆକ୍ରାନ୍ତ ହୋଇଛନ୍ତି। ଭଦ୍ରକ ଜିଲ୍ଲା ଜଗଦଳପୁର ପଞ୍ଚାୟତ ଯୋଡ଼ାଗଡ଼ିଆ ଗାଁରେ ଅନେକ ଲୋକ ଝାଡ଼ା ବାନ୍ତିରେ ପଡ଼ିଛନ୍ତି। ସ୍ଥାନୀୟ ଆଶା କର୍ମୀ ଓ ସରପଞ୍ଚ ଘଟଣା ଭଦ୍ରକ ମେଡିକାଲରେ 3 ଟିମ୍ ଗାଁରେ ପହଞ୍ଚି ଚିକିତ୍ସା ଆରମ୍ଭ କରିଛନ୍ତି। ଘର ଘର ବୁଲି ଆକ୍ରାନ୍ତଙ୍କୁ ଚିକିତ୍ସା କରାଯାଉଛି। ସ୍ଥାନୀୟ ଅଙ୍ଗନବାଡ଼ି କେନ୍ଦ୍ରର କ୍ୟାମ୍ପ କରିଛନ୍ତି। ମେଡିକାଲ ଟିମ୍ କ୍ୟାମ୍ପରେ ଚିକିତ୍ସା ସହ ଆକ୍ରାନ୍ତଙ୍କୁ ORS ଏବଂ ଅନ୍ୟାନ୍ୟ ମେଡିସିନ ଦିଆଯାଉଛି। 2 ଜଣଙ୍କୁ ଅଧିକ ଚିକିତ୍ସା ପାଇଁ ମେଡିକାଲକୁ ପଠାଯାଉଛି। କେମିତି ଝାଡ଼ା ବାନ୍ତି ବ୍ୟାପିଲା ସେ ନେଇ ତଦନ୍ତ କରୁଛି ଡାକ୍ତରୀ ଟିମ୍। ଆସନ୍ତୁ ପରବର୍ତ୍ତୀ ଖବର ଉପରେ ନଜର ପକାଇବା। ପୁରୁଷ ଧରି ଚାଷୋପଯୋଗୀ ଓ ବାସ ଉପଯୋଗୀ ଜମିକୁ ଦଖଲ କରି ଆସୁଥିବା ପାଟଣା ବ୍ଲକ ଅନ୍ତର୍ଗତ ଚେମେଣା, ବଳିଆପଶି, ଓରେଙ୍ଗାଲବେଡ଼ା, ଧନଞ୍ଜୟପୁର, ବାରଡ଼ାଗୁଆ, ଅଙ୍ଗିକଳା, ଚିଲିଦା, ଭୃଙ୍ଗରାଜପଶି, ଯମୁନାପଶି, କୋଡ଼ମଙ୍ଗଳ, ବରୁଡ଼ିପଶି, ପଦ୍ମକେଶରପୁର, ଗୋଡ଼ିପୋଖରୀ, କିମିଆପଦାରି, ଧନୁଆପଡ଼ା, ନୂଆଘମଳ, ରାଇକଳା ଓ ନୂଆଗାଁ ଗ୍ରାମର ଚାଷୀ ମହିଳା ଛାତ୍ର ହାତରେ ପ୍ଲାକାର୍ଡ ଧରି ଜିନ୍ଦଲ ହଟାଅ, ଭିଟାମାଟି ବଞ୍ଚାଅ, ଦଖଲକୃତ ଜମିକୁ ଦଖଲଦାରଙ୍କ ହାତରେ ପଟ୍ଟା ଦିଅ ଆଦି ସ୍ଲୋଗାନମାନ ଦେଇ ଆଜି ପାଟଣାର ମନ୍ଦିର ପଡ଼ିଆଠାରେ ସହସ୍ରାଧିକ ସଂଖ୍ୟାରେ ବାହାରି ଶୋଭାଯାତ୍ରା ଯାଇ ପାଟଣା ତହସିଲ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ତହସିଲଦାର ଲୀଳାବତୀ ନାୟକଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ ଯେ ଓଡ଼ିଶାର କୌଣସି ଗ୍ରାମକୁ ତହସିଲଦାର ଅଧୀନରେ ଥିବା ଦଖଲକୃତ ଜମିରୁ ଉଚ୍ଛେଦ କରିବା ନୋଟିସ ଦିଆଯାଇନଥିବା ବେଳେ ଘଟଣା ତହସିଲଦାର ଉପର ଗ୍ରାମବାସୀମାନଙ୍କୁ ଥିବା ଦଖଲକୃତ ସରକାରୀ ଜମି ଉଚ୍ଛେଦ ନୋଟିସ ଦିଆଯାଇଛି। ଆସନ୍ତୁ ପରବର୍ତ୍ତୀ ଖବର ଉପରେ ନଜର ପକାଇବା। ଡଙ୍ଗାରେ ନିଆଁ ଲାଗି ଡଙ୍ଗା ବୁଡ଼ିବା ଫଳରେ 50 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 100ରୁ ଉର୍ଦ୍ଧ୍ୱ ଲୋକ ନିଖୋଜ ଅଛନ୍ତି। ତେବେ ମୋଟର ଚାଳିତ କାଠ ଡଙ୍ଗାଟି ମାଟାକୁମୁ ବନ୍ଦରରୁ ବେଲମ୍ବା ଅଞ୍ଚଳକୁ ଯାଉଥିଲା ବେଳେ ଏହି ଘଟଣା ଘଟିଥିଲା ଜଣାପଡ଼ିଛି। ଦୁର୍ଘଟଣାକୁ ନେଇ ଜଣେ ସ୍ଥାନୀୟ ଅଧିକାରୀ କହିଛନ୍ତି, ଏହି ଦୁର୍ଘଟଣା କଙ୍ଗ ନଦୀରେ ଘଟିଛି। ଡଙ୍ଗାରେ ନିଆଁ ଲାଗିବା ଯୋଗୁଁ ଅନେକ ଲୋକ ଗୁରୁତର ଭାବରେ ପୋଡ଼ି ଯାଇଛନ୍ତି। ଅନ୍ୟପଟେ ଏହି ଘଟଣା ବିଷୟରେ ଖବର ପାଇ ଉଦ୍ଧାରକାରୀ ଦଳ ନିଖୋଜ ଲୋକଙ୍କୁ ଖୋଜାଖୋଜି କରି ରଖିଥିବା କୁହାଯାଇଛି। ପ୍ରାୟ 400 ଯାତ୍ରୀଙ୍କୁ ନେଇ ଡଙ୍ଗାଟି ଯାଉଥିବା ବେଳେ ଡଙ୍ଗାରେ ନିଆଁ ଲାଗିଛି। ଦୁର୍ଘଟଣାରୁ ଉଦ୍ଧାର ହୋଇଥିବା ପ୍ରାୟ 100 ଜଣଙ୍କୁ ମାଣ୍ଡାଳ ସହର ନିକଟରେ ଥିବା ଏକ ଅସ୍ଥାୟୀ ଆଶ୍ରୟସ୍ଥଳୀକୁ ନିଆଯାଇଛି। ସେହିପରି ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପ୍ରକାଶ ଥାଉକି କିଛି ବର୍ଷ ପୂର୍ବେ ଏଭଳି ଅନେକ ଘଟଣା ସହ ଲୋକ ମୃତ୍ୟୁବରଣ କରିଛନ୍ତି। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ ଓ ସବସ୍କ୍ରାଇବ୍ କରନ୍ତୁ, ଯାହାଦ୍ୱାରା ଆପଣଙ୍କ ପାଖରେ ସର୍ବପ୍ରଥମେ ଲେଟେଷ୍ଟ ନ୍ୟୁଜ୍ ପହଞ୍ଚି ପାରିବ। ଧନ୍ୟବାଦ।